ସେତେବେଳେ ଏବେ ଭଳି ଇନଷ୍ଟାଗ୍ରାମରେ ସିଧା ଫଲୋ ରିକ୍ୱେଷ୍ଟ ପଠେଇ କଥାବାର୍ତ୍ତା ଆରମ୍ଭ ହେଉନଥିଲା। ଯଦି କିଏ ଜଣେ ପସନ୍ଦ ଆସିଗଲା ତେବେ ତା ନମ୍ବର ଯୋଗାଡ଼ କରିବା ଥିଲା ସବୁଠୁ ବଡ଼ ଆଚିଭମେଣ୍ଟ। ନମ୍ବର ମିଳିଲା ପରେ ନମ୍ବର କନଫର୍ମ କରିବାକୁ ଆଗ ପ୍ରଥମେ ଗୋଟେ ମିସ୍ଡ କଲ୍ ମରାଯାଏ। ସେ ନିଜେ ଉଠାଉଛନ୍ତି ନା ତାଙ୍କ ଘର ଲୋକ। ତାପରେ ପଠାଯାଏ ଗୋଟେ ଫରୱାର୍ଡେଡ୍ ଜୋକ୍ କିମ୍ବା ସାଏରୀ ମେସେଜ। ସେପଟୁ ଉତ୍ତର ଆସେ ହୁ ଇଜ୍ ଦିସ୍, ଆଉ ସେଇଠୁ ଆରମ୍ଭ ହୁଏ କ୍ୟାନ୍ ୱି ବି ଫ୍ରେଣ୍ଡସର ସଫର। ସେଇ ହଁ ନାର ଗପ ଭିତରେ କେତେବେଳେ ଯେ ମିସ୍ଡ କଲ୍ ଗୁଡ଼ା ସିଧା କଲ୍ରେ କନଭର୍ଟ ହେଇଯାଏ ଜଣାପଡ଼େନି। ରାତି ସାରା କିପ୍ୟାଡରେ ଖଟ୍ ଖଟ୍ ଚାଟିଂ ଆଉ କଥା ଚାଲେ। ଘରେ କିଏ ଆସିଗଲେ ସଙ୍ଗେ ସଙ୍ଗେ କଲ୍ କାଟ, ସାଙ୍ଗେ ସାଙ୍ଗେ ସବୁ ମେସେଜ ଆଉ କଲ୍ ଲଗ୍କୁ କ୍ଲିୟର କରାଯାଏ ଯେମିତି କିଛି ପ୍ରମାଣ ନ ରହେ। ଦୁଇଟି ମିସ୍ଡ କଲ୍ ମାରିଲେ କଲ୍ କରିବ, ଏମିତି କେତେ ସିଗ୍ନାଲ ସେଟ୍ ଥାଏ। ଆଉ ଗାଁ ଛକ ରିଚାର୍ଜ ଦୋକାନୀ ପାଖରେ ସବୁ ଖବର ଥାଏ କାହାର କାହା ସାଙ୍ଗରେ ଚାଲିଛି। ସେତେବେଳେ ଲଭ୍ ଷ୍ଟୋରିର ମଜା ହିଁ ପୁରା ଅଲଗା ଥିଲା। କଥା ହେଉ ହେଉ ରାତି ପାହି ସକାଳ ହେଇଯାଏ, ହେଲେ ଆଦୌ ଜଣା ପଡ଼େନି। ଆଉ ସେଇ କ୍ୟାନ୍ ୱି ବି ଫ୍ରେଣ୍ଡସରୁ କାହାର ବ୍ଲକ୍ ତ ଆଉ କାହାର ସିଧା ବାହାଘର ହେଇଯାଉଥିଲା।